ଆଜି ଆମେ କଥା ହେବା ରାମାୟଣ ବିଷୟରେ। ରାମାୟଣର ଗୋଟେ ଟପିକ୍ ଆଜି ଆମେ କଥା ହେବା। ରାବଣର ପୁତ୍ର ଅକ୍ଷୟ କୁମାର କେମିତି ନିଧନ ହେଲେ ତା ଉପରେ ଆଜି ଆମେ କଥା ହେବା। ଚାଲନ୍ତୁ। ଲଙ୍କାପତି ରାବଣର କୁକର୍ମ ନିମିତ୍ତ ଆରମ୍ଭ ହେବାକୁ ଥିବା ରାମ ରାବଣ ଯୁଦ୍ଧର ପ୍ରଥମ ଶହୀଦ ହୋଇଥିଲା ରାବଣର ସର୍ବକନିଷ୍ଠ ପୁତ୍ର ଅକ୍ଷୟ କୁମାର। ରାକ୍ଷାସ ସଭ୍ୟତା ଥିଲା ଏକ ସ୍ୱତନ୍ତ୍ର ସଭ୍ୟତା। ଯେମିତି ଗୋଟେ ସ୍ୱତନ୍ତ୍ର ସଭ୍ୟତା, ଯେପରି ସବୁ ପ୍ରକାରର କୁକର୍ମ କରି ସେମାନେ ନିନ୍ଦିତ ହେଉଥିଲେ, ସେହିପରି କଠୋର ତପସ୍ୟା କରି ସେମାନେ ଦେବତାମାନଙ୍କ ଠାରୁ ବର ଲାଭ କରି ବିଦ୍ୱାନ, ସମଦର୍ଶୀ, ଧର୍ମାତ୍ମା ଓ ଯୁଦ୍ଧ ବିଦ୍ୟାରେ ପ୍ରବୀଣ ହୋଇପାରୁଥିଲେ। ସେମାନଙ୍କର ରୂପଲାବଣ୍ୟରେ ମୁଗ୍ଧ ହୋଇ ଅପ୍ସରା, ଦେବକନ୍ୟା, ନାଗକନ୍ୟାମାନେ ମଧ୍ୟ ସେମାନଙ୍କୁ ପତି ରୂପେ ବରଣ କରୁଥିଲେ। ଏହିପରି କନ୍ଦର୍ପ ସଦୃଶ ରୂପ ଲାବଣ୍ୟଧାରୀ ବେଦବତୀ ଧନୁର୍ଦ୍ଧର ରାକ୍ଷସ ଥିଲା ରାବଣର ପୁତ୍ର ଅକ୍ଷୟ କୁମାର। ଯେତେବେଳେ ମାତା ସୀତାଙ୍କୁ ରାବଣ ଅପହରଣ କରି ଆଣିଲା, ଲଙ୍କାରେ ଥିବା ଅନେକ ଶୁଦ୍ଧଚିତ ଧର୍ମାତ୍ମା ରାକ୍ଷସ ବିଭୀଷଣ, ମାଲ୍ୟବାନ, ପ୍ରହସ୍ତ ଏବଂ ରାବଣର ଅନ୍ୟ ପୁତ୍ରମାନଙ୍କ ସହିତ କିଶୋର ଅକ୍ଷୟ କୁମାର ମଧ୍ୟ ଏହାର ପ୍ରତିରୋଧ କରିଥିଲା। ରାବଣ ନିଜର ବଳ ବିକର୍ମର ପରିଚୟ ଦେଇ ସେମାନଙ୍କର କଣ୍ଠରୋଧ କରିଦେଇଥିଲା। ରାବଣ ଆଖିରେ ମନୁଷ୍ୟ ରାମ ଓ ଲକ୍ଷ୍ମଣ ଏବଂ ତାଙ୍କ ବନ୍ଧୁ ବାନର ସୁଗ୍ରୀବ ଅତ୍ୟନ୍ତ ହୀନ ମନେ ହେଉଥିଲେ। କିନ୍ତୁ ଯେତେବେଳେ ହନୁମାନ ଲଙ୍କାଗଡ଼ରେ ପ୍ରବେଶ କରି ସୀତାଙ୍କୁ ଦର୍ଶନ କରିବା ସହିତ ଅଶୋକ ବାଟିକାକୁ ବିଧ୍ୱଂସ କଲେ, ରାବଣ ସେ ସମ୍ବାଦ ଶୁଣି ତାର ମନ୍ତ୍ରୀମାନଙ୍କର ବଳଶାଳୀ ପୁତ୍ରମାନଙ୍କୁ ପଠାଇଲା, କିନ୍ତୁ ସମସ୍ତେ ମୃତ ବା ଆହତ ହେଲେ। ତାହା ଜାଣି ରାବଣ ଆଶ୍ଚର୍ଯ୍ୟ ହେଲା। ରାବଣ ଏକଦା ବାନରରାଜ ବାଳି ଦ୍ୱାରା ପରାହତ ହୋଇଥିଲା। ସୁଗ୍ରୀବ ବାଳି ସଦୃଶ ପରାକ୍ରମୀ ନଥିଲା। ହନୁମାନଙ୍କ ସମ୍ପର୍କରେ ରାବଣର କୌଣସି ଧାରଣା ନଥିଲା। ତେଣୁ ରାବଣ ଭାବିଲା, ଯେହେତୁ ବାଳିର ମୃତ୍ୟୁ ହୋଇସାରିଛି, ଏହି ବାନର ନିଶ୍ଚୟ ବଳଶାଳୀ ବାଳିର ବୀରପୁତ୍ର ଅଙ୍ଗଦ ହେଇଥିବ। ଏକଦା ବାଳିପୁତ୍ର ଅଙ୍ଗଦ ଓ ରାବଣପୁତ୍ର ଅକ୍ଷୟ କୁମାର ଏକା ଗୁରୁଙ୍କ ପାଖରେ ଶିକ୍ଷାଲାଭ କରୁଥିଲେ। ଅଙ୍ଗଦ ଅତ୍ୟନ୍ତ ଚପଳ ସ୍ୱଭାବର ଥିଲା। ତେଣୁ ଚପଳତାବଶତଃ ରାବଣପୁତ୍ର ଅକ୍ଷୟ କୁମାରକୁ ଚାପୁଡ଼ା ମାରି ସେ ବେହୋସ କରିଦେଇଥିଲା। ଏଥିରେ ବିରକ୍ତ ହୋଇ ଏକଦା ଗୁରୁ ଅଙ୍ଗଦକୁ ଅଭିଶାପ ଦେଲେ, ଯଦି ବି ତୁ କେବେ ଅକ୍ଷୟ କୁମାରକୁ ହାତ ଉଠେଇବୁ, ତୋର ମୃତ୍ୟୁ ହେବ। ରାବଣ ଏହା ଜାଣିଥିଲା। ତେଣୁ ଅକ୍ଷୟ କୁମାର ନିଶ୍ଚିନ୍ତ ଅଙ୍ଗଦକୁ ପରାଜିତ କରିପାରିବ, ଏହା ଚିନ୍ତା କରି ସେ ଅକ୍ଷୟ କୁମାରକୁ ଅଶୋକ ବାଟିକାକୁ ଥିବା ବାନରକୁ ଧରି ଆଣିବାକୁ ପଠାଇଲା। ଅକ୍ଷୟ କୁମାର ରାବଣ କାର୍ଯ୍ୟରେ ସନ୍ତୁଷ୍ଟ ନଥିଲେ ମଧ୍ୟ ପିତୃ ଆଦେଶ ପାଳନ କରିବା ପାଇଁ ନିଜର ସୁବର୍ଣ୍ଣ ରଥରେ ଚଢ଼ି ଅଶୋକ ବାଟିକାକୁ ଗଲା। ଅକ୍ଷୟ କୁମାରର ରୂପ ଥିଲା କନ୍ଦର୍ପ ସଦୃଶ। ସେ ଥିଲା ଲଙ୍କାର ସବୁଠାରୁ ବଡ଼ ଧନୁର୍ଦ୍ଧର। ବାଲ୍ମୀକି ବର୍ଣ୍ଣନା କରିଛନ୍ତି ଯେ, ଯେତେବେଳେ ରଥାରୋହଣ କରି ଯାଉଥିଲା, ମନେ ହେଉଥିଲା ସତେ ଯେପରି ଇନ୍ଦ୍ର ବିଜୟ ରଥରେ ଅବସ୍ଥାନ କରିଛନ୍ତି। ଅକ୍ଷୟ କୁମାରକୁ ଦେଖି ହନୁମାନ ମଧ୍ୟ ମୁଗ୍ଧ ହୋଇଯାଇଥିଲା। ବଳରାମ ଦାସ ଦାଣ୍ଡି ରାମାୟଣ ଲେଖିଛନ୍ତି, ତୋଣା ଖମ୍ବ ଉପରେ ବିଚାରେ ମାରୁତି, ଧନ୍ୟ ଏ ସୁନ୍ଦର ଦ୍ୱିତୀୟ କାମମୂର୍ତ୍ତି। ପରେ ତାର ସରସନ୍ଧାନ ଓ ରଣକୌଶଳ ଦେଖି ହନୁମାନ ଏତେ ମୁଗ୍ଧ ହୋଇଯାଇଛନ୍ତି ଯେ, ଏପରି ଏକ ସୂର୍ଯ୍ୟଶାଳୀ କିଶୋରକୁ ବଦ୍ଧ କରିବା ନିମନ୍ତେ ବାରମ୍ବାର ତାଙ୍କର ବିବେକ ତାଙ୍କୁ ବାଧା ଦେଉଥିଲା। କିନ୍ତୁ କ୍ରମଶଃ ଯେତେବେଳେ ଅକ୍ଷୟ କୁମାରର ପରାକ୍ରମ ବୃଦ୍ଧି ପାଇଛି, ହନୁମାନ ତାକୁ ବଦ୍ଧ କରିଛନ୍ତି। ଅକାଳରେ ଝରି ପଡ଼ିଲା ଲଙ୍କାର ଏକ ନିରସ୍ତପ ସୁକୁମାର କଳିକା। ସେ ଥିଲା ମନ୍ଦୋଦରୀଙ୍କର ସଦୃଶ ସତ୍ୟ ଓ ନ୍ୟାୟଭାଷୀ। ଅକ୍ଷୟ କୁମାର ଥିଲା ମନ୍ଦୋଦରୀଙ୍କର ପ୍ରିୟ ପୁତ୍ର। ତାର ମୃତ୍ୟୁ ପାଇଁ ମନ୍ଦୋଦରୀ କୌଣସି ଦିନ ରାବଣକୁ କ୍ଷମା କରି ନାହାନ୍ତି। ଏହି ରାମାୟଣର ଷ୍ଟୋରିଟି ଶୁଣିଲା ପରେ ଆପଣ ଶୁଣିଲେ କେମିତି ହେଇଛି ଷ୍ଟୋରିଟି ଜଣାଇବେ, ଆଉ ସବସ୍କ୍ରାଇବ୍ କରିଦେବେ, ଲାଇକ୍ ଆଉ ସେୟାର ବି କରିଦେବେ। ଥ୍ୟାଙ୍କ ୟୁ।